ओं नमो भगवते वासुदेवाय। श्रीमद्भागवत षष्ठ स्कंध द्वितीय अध्याय। श्रीशुक उवाच। हेमंत जमदूतवाणी विष्णुसेवक माने शुणी। शुण राजन ए अंतरे ताहांक वाक्य अनुसारे। सकल धर्म से जानती जमदूतंकु बोलुछन्ति। विष्णुदूत उवाच। इत अत्यंत अद्भुत देखिलु तुम्भर चरित। समदर्शी साधु जने अधर्म स्पर्शे केशने। अदंड्य अपापी जे प्राणी ताहांकु व्यर्थ दंडे पुणी। प्रजा मानंक पिता होई से जेबे प्रजा शास्ति देई। तेबे से कहार शरण होइब कह हे कारण। महते जहा चरिबे इतरे ताहा ही करिबे। से जहा प्रमाण करिबे लोके से पथ आचरिबे। जहांक अंके शिर देई निशंके जन निद्रा जाई। पशु जे सने सुखे थाई धर्म अधर्म न जानई। मित्र स्वभावे जार तही विश्वासे आत्मा समर्पई। विश्वास सर्व प्राणींकर दया पूरित जा शरीर। विश्वासी प्राणी की के मनते से हिंसा करे हृदगते। कोटि जन्मर शुभ फल कलाए द्विज अजामिल। जेणु आकुले नारायण मंगल कला उच्चारण। एणु ए पापी मंद कृत्य सकल कला प्रायश्चित। जेणु चतुराक्षर नाम मुखे बोइला नारायण। जे ब्रह्महत्या मद्यपान गुरु पत्नी अभिगमन। मित्र विषये अपराध स्त्री राज पितृगोवध। ए आदि पाप अपसरे सर्वदुरित निश्चय हरे। प्राश्चित सर्व प्राणींकर नाम उच्चारण विष्णुर। तुंडे बोलंती जे बानर तरंती ए भवसागर। जाहार विष्णु भावे मती पापरे ग्रस्त से नुहंती। व्रत प्रायश्चित एमान अधिक तहु हरि नाम। शुद्ध सत्वकु परकाशे पापर मूल बीजनाशे। एणु एहाकु तुम्भे माने तेजीण जाओ निज स्थाने। एहार जेते पाप मान निश्चय कला ए खंडन। जेणु ए द्विज अजामिल निकटे मरणर काल। तुंडे उच्चारी नारायण प्राण छाड़िला तत्क्षण। संकेत परिहास बेले गीताला परे जेबे हेले। वैकुंठ नाम उच्चारई तार कलुष नर होई। पतन स्खलन भग्नरे नाना प्रकारे जे सुमरे। तुंडे उच्चारे राम नाम ताहाकु न दंडई जम। अल्प बहुत पाप मान प्रायश्चित ही यथाक्रम। पापर गुरु लघु जानी मुनि कहंती परिमाणी। तप समाधि जपदाने पाप नाशंती मुनि जने। पापर बीज नाश नोहि चित्त निर्मल नोहे तही। जेमंते श्रीहरि कीर्तने पाद पंकज सेवा ध्याने। ज्ञान अज्ञाने जेउ प्राणी स्मरण करे चक्रपाणी। नाम करंती संकीर्तन पाप कु नाशंती बहन। जेसने बहु काष्ट राशि अनल प्रवेश विनाशी। रोग शरीरे उपगत हेले औषध बलवंत
ଅଜ୍ଞାନେ ପ୍ରୟୋଗ ହୋଇଲେ ତେମନ୍ତ ନାମ ଉଚ୍ଚାରିଲେ ତେବେ ସେ ଆତ୍ମା ଗୁଣୁ ତାର ସେ କି ନ କରେ ଉପକାର। ଶୁକ କହନ୍ତି ଅନୁରାଗେ ବିଷ୍ଣୁ ଚରିତ ସୁଧା ଭାଗେ। ଶ୍ରୀ ଶୁକ ଉବାଚ ବିଷ୍ଣୁ ଦୂତଙ୍କ ଧର୍ମବାଣୀ କୃତାନ୍ତ ଦୂତ ମାନେ ଶୁଣି ଅଜାମିଳକୁ ପାଶୁ ଫେଇ ମୃତ୍ୟୁରୁ ଦେଲେ ବାହୁଡ଼ାଇ। ଯମର ଦୂତ ମାନେ ଗଲେ ସ୍ୱାମୀଙ୍କି ସମସ୍ତ କହିଲେ ପାଶରୁ ମୁକ୍ତ ଅଜାମିଳ ଦେହ ଲଭିଲା ତତ୍କାଳ। ବିନାଶୀ ସର୍ବଭୟ ତାର ଶିରରେ ଦେଇବେନି କର। ବିଷ୍ଣୁଦୂତଙ୍କୁ ନମସ୍କାର ଉତ୍ସୁକ ହୋଇଛି ମନର। ପ୍ରସନ୍ନ ମୁଖ ଦେଖି ତାର ଜାଣିଲେ ବିଷ୍ଣୁର କିଙ୍କର। ତକ୍ଷଣେ ଅନ୍ତର୍ଧ୍ୟାନ ହୋଇ ତାର ନିକଟୁ ଗଲେ ସେହି ଗୁଣ ଆଶ୍ରିତ ବେଦ ସିଦ୍ଧ ଯେ ଭାଗବତ ଧର୍ମ ଶୁଦ୍ଧ। ଯମ ବିଷ୍ଣୁ ଦୂତଙ୍କ ବାଣୀ ଗୋବିନ୍ଦ ଗୁଣ ବିପ୍ରମଣି। ତକ୍ଷଣେ ଚରଣାର ବିନ୍ଦେ ଭକ୍ତି ଲଭିଲା ଅପ୍ରମାଦେ। ଶ୍ରୀକୃଷ୍ଣ ଚରିତ ଶ୍ରବଣେ ପୂର୍ବର ଅଶୁଭ ସ୍ମରଣେ ମହାସନ୍ତାପ ମନେ କଲା। ତକ୍ଷଣେ ବିଷ୍ଣୁ ସୁମରିଲା ଅହୋ ମୋହର ବଡ଼ କଷ୍ଟ ଅଜିତ ଇନ୍ଦ୍ରିୟ ମୁଁ ନଷ୍ଟ। ସୁକର୍ମ କଲି ମୋର କ୍ଷୀଣ କଲି ମୁଁ ବୃଷଡ଼ି ଗମନ। ଅଧର୍ମ ଆଚରଣ କରି କାଟିଲି ଦିବସ ସର୍ବରି। ଧିକ ମୋହର ମନ୍ଦ କୃତ୍ୟ କୂଳରେ କଳଙ୍କ ବିଦିତ। ତେଜିଣ ନିଜ ପତ୍ନୀ ସତୀ ରମିଲି ମୁଁ ନୀଚ ଅସତୀ। ବୃଦ୍ଧ ମୋହର ତାତ ମାତ ମୋର ବିହୁନେ ଅରକ୍ଷିତ। ତପସ୍ୱୀ ରୂପେ ଥାନ୍ତି ବନେ ତାଙ୍କୁ ତେଜିଲି ଅକାରଣେ। କିଏ ଅର୍ଜିତ କର୍ମ ମୋର ନରକେ କଲି ନିଜ ଘର। ବିଧି ହୋଇଲା ବିଡ଼ମ୍ବନ ଲଭିବି ନରକ ଦାରୁଣ। ଧର୍ମ ହିଂସକ ପାପୀ ଯହିଁ ନାନା ଯାତନା ଭୁଞ୍ଜୁଥାଇ। କିଏ ସ୍ୱପନ ଅଦଭୁତେ ନୟନେ ଦେଖିଲି ସାକ୍ଷାତେ। ପାଶ ଦଉଡ଼ି ହସ୍ତେ କରି ଯେ ମୋତେ ନେଉଥିଲେ ଧରି। ଏତ ଆଶ୍ଚର୍ଯ୍ୟ ବଡ଼ ଏଣେ କ୍ଷଣକେ ଚାଲି ଗଲେ କେଣେ। ଏ ଅନ୍ତେ ସିଦ୍ଧ ଚାରିଜଣ ତାଙ୍କର ରୂପ ମନୋରମ। ପାଶେ ବନ୍ଧନ ମୋତେ କରି ଅଧୋ ଭୂମିକୁ ନେଉ ଧରି। ଛଡ଼ାଇ ଦେଲେ ଏହି କ୍ଷଣି କ୍ଷଣକେ ଗଲେ କାହିଁ ପୁଣି। ମୁଁ ତ ଅଟଇ ପାପୀହୀନ ମୋହର ଦେବ ଦର୍ଶନ। ହରି ହରି ବୋଲ। ଏଣୁ ହୋଇଲା ଏ ମଙ୍ଗଳ ଆତ୍ମା ମୋ ହୋଇଲା ସୁଫଳ। ଅସୁଚି ଦାସୀ ପତି ମୁହିଁ ମୋ ତହୁଁ ପାପୀ ଅଛି କାହିଁ। ମୋହର ମରଣର କାଳେ ନାମ କୀର୍ତ୍ତନ ଅବହେଳେ। ଜିହ୍ୱା ମୋ କେମନ୍ତେ ବୋଇଲା ଶ୍ରୀକୃଷ୍ଣ ମୋତେ ଦୟା କଲା। ମୁଁ କାହିଁ ଧୃତ ପାପୀ ବର ବିପ୍ରକୂଳର ଲଜ୍ଜା କର। ସର୍ବମଙ୍ଗଳର କାରଣ ବୈକୁଣ୍ଠ ନାମ ଉଚ୍ଚାରଣ। କେମନ୍ତେ ବୋଇଲଇ ମୁହିଁ ଦୟା ଯେ କଲେ ଭାବଗ୍ରାହୀ। ଇନ୍ଦ୍ର ଅଜିତ ମୁଁ ଅଟଇ ଏମନ୍ତ କରି ବଇ ମୁହିଁ। ଯେମନ୍ତେ ଆତ୍ମା ଭୋଗ ଛାଡ଼ି ବ୍ରହ୍ମ ଭାବରେ ରହେ ବୁଡ଼ି। ଅବିଦ୍ୟା କାମ କର୍ମ ଜନ୍ମ ମୋଚନ କରିଏ ବନ୍ଧନ। ସର୍ବଭୂତରେ ଶାନ୍ତ ହୋଇ ଦୟା ବହିବି ଚିତ୍ତେ ମୁହିଁ। ଏ ମାୟାଗ୍ରସ୍ତ ମୋର ମନ ନିଶ୍ଚୟ କରି ବିମୋଚନ। ଯେଉଁ ମାୟାରେ ମୋହ ମୋହି କ୍ରୀଡ଼ାକୁ ରଙ୍ଗ ପ୍ରାୟ ହୋଇ। ଦେହ ସମ୍ପଦ ମୋର ଯେତେ
ଅକ୍ଷୟ ଦମ୍ଭ ଅବିରତେ ଏହାଙ୍କୁ ତେଜି ଶୁଦ୍ଧ ମନ କୃଷ୍ଣ ଚରଣେ ହେଉଲିନ। ହରି ହରି ବୋଲ। ଶୁକ ଉବାଚ ଏମନ୍ତେ ଜାତ ଦିବ୍ୟ ଜ୍ଞାନ ଯେଣୁତା ସାଧୁ ଦର୍ଶନ ତେଜିଣ ସକଳ ବନ୍ଧନ ଗଙ୍ଗା ଦ୍ୱାରକୁ ଆଗମନ ଦେବ ସଦନେ ବିପ୍ର ଯାଇ ନିଶ୍ଚଳ ମନେ ଯୋଗ ଧ୍ୟାଇ ଇନ୍ଦ୍ରିୟ ନିଗ୍ରହ କରିଣ ବ୍ରହ୍ମେ ନିବେଶି ସ୍ଥିର ମନ ସକଳ ଗୁଣ ପରିହରି ଆତ୍ମାକୁ ସମାଧିରେ ଧରି ପରମ ବ୍ରହ୍ମେ ମନ ଦେଲା ମନକୁ ତହିଁ ନିବେଶିଲା ବ୍ରହ୍ମ ଭବନେ ସ୍ଥିର ମନ ଦେଖିଲା ବିଷ୍ଣୁ ଦୂତ ମାନ ପୂର୍ବେ ଯେ ରୂପ ଦେଖିଥିଲା ପୁଣି ଦେଖନ୍ତେ ପ୍ରଣମିଲା ଗଙ୍ଗା ଜଳରେ ଦ୍ୱିଜବର ତେଜିଲା ନିଜ କଳେବର ତକ୍ଷଣେ ବିଷ୍ଣୁ ଦୂତ ପ୍ରାୟ ହୋଇଲା ତାର ଦିବ୍ୟ କାଏ ବିଷୟ ଦୁର୍ଗତି ଖଣ୍ଡନ ବେଷ୍ଟିତ ହୋଇ ବିଷ୍ଣୁ ଗଣ ହେମ ବିମାନ ଆରୋହିଲା ତକ୍ଷଣେ ବିଷ୍ଣୁ ଲୋକେ ଗଲା ଦାସୀପତି ପତିତ କର୍ମ ନଷ୍ଟ ତାହାର ସର୍ବଧର୍ମ ବ୍ରତ ବିହୀନ ନିନ୍ଦାଚାର ନରକେ ପଡ଼ନ୍ତା ଶରୀର ଈଶ୍ୱର ନାମ ଗ୍ରହଣରୁ ତତ୍କାଳ ମୁକ୍ତି ନର କରୁ ମୋକ୍ଷ ବାଞ୍ଛିତ ନରଙ୍କର କୃଷ୍ଣ କୀର୍ତ୍ତନୁ ନାହିଁ ପର କର୍ମ ବନ୍ଧନର ଛେଦନ ଏହାର ସମ ନାହିଁ ଆନ। ହରି ହରି ବୋଲ। ଯେ ମନର ତମେ ଥାଇ କର୍ମେ ମଳିନ ସେ ହୁଅଇ ପରମ ଗୁହ୍ୟ ଘନାଶ ନାମ ମହାତ୍ମ୍ୟ ଇତିହାସ ସେ ଯେବେ କୃଷ୍ଣ ନାମ ଧରେ ଅଶେଷ ପାତକ ନିବାରେ ଶୁଣଇ ଶ୍ରଦ୍ଧା ଯୁକ୍ତ ହୋଇ ବଦନେ କୀର୍ତ୍ତନ କରଇ ସେ ପ୍ରାଣୀ ନରକେ ନ ଯାଇ ଯମଯାତନା ତାକୁ ନାହିଁ ତେବେ ନିର୍ମଳ ପ୍ରାଣୀ ହୋଏ ନିଶଙ୍କେ ବିଷ୍ଣୁ ଲୋକେ ରହେ। ଦେଖ ବ୍ରାହ୍ମଣ ପାପୀ ଥିଲା ଅନ୍ତେ କୃଷ୍ଣଙ୍କୁ ସୁମରିଲା ଦେଖି ନିକଟେ ତାମରଣ ପୁତ୍ରର ନାମ ନାରାୟଣ ନାମକୁ ଆକୁଳେ ଉଚ୍ଚାରି ଭବସାଗରୁ ହେଲା ପାରି ସକଳ ପାପେ ଅଧିକାରୀ ସେହି ଲଭିଲା ନରହରି ସର୍ବଦୁଷ୍କୃତ ତାର ଗଲା ପରମ ପଦ ସେ ଲଭିଲା ଶ୍ରଦ୍ଧାରେ ନାମ ଯେ ଉଚ୍ଚାରେ ତାର ମହିମା କେ ବିସ୍ତାରେ ଶୁଣ ରାଜନ ପୁଣ୍ୟ ଆତ୍ମା ଗୋବିନ୍ଦ ନାମର ମହିମା ନିଶ୍ଚଳ ଚିତ୍ତେ କୃଷ୍ଣ ଭଜ ଏ ଭବ ବନ୍ଧ ମାୟା ତେଜ ଶ୍ରୀକୃଷ୍ଣ ନାମର ମହିମା ସୁକ କହିଲେ ଗୁଣ ସୀମା ସୁଜନେ ଏଣେ ଚିତ୍ତ କର ଏ ମାୟା ବନ୍ଧନୁ ନିସ୍ତର ବୋଲଇ ଦାସ ଜଗନ୍ନାଥ ଷଷ୍ଠ ସ୍କନ୍ଧରେ ଭାଗବତ ଭାବେ ବୋଲଇ ଦାସ ଜଗନ୍ନାଥ ଭାବେ ଷଷ୍ଠ ସ୍କନ୍ଧରେ ଭାଗବତ। ହରି ହରି ବୋଲ। इति श्रीमद्भागवते महापुराणे पारमहंस्यां संहितायां
षष्ठस्कन्धे अजामिळ उपाख्याने नाम द्वितीयोऽध्यायः।